ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମନୋନିର୍ଦ୍ଧାରଣ 2024। ଶ୍ରେଣୀ ହେଉଛି ତୃତୀୟ, ବିଷୟ ହେଉଛି ଚିତ୍ରାଙ୍କନ। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ଏଠି ଲେଖିବ ତୁମର ରୋଲ୍ ନମ୍ବର, ଏଠି ଲେଖିବ ବିଭାଗ, ଏଠି ଲେଖିବ ତାରିଖ। ଠିକ୍ ଅଛି। ବିଦ୍ୟାଳୟ ନାମ ତୁମର ସମ୍ପୂର୍ଣ୍ଣ ନାମ, ଏଠି ବିଦ୍ୟାଳୟ ନାମ ଲେଖିବ। ଏଠି ଲେଖିବ ତୁମର ବ୍ଲକର ନାମ। ପିଲାମାନେ ଏହା ହେଉଛି ତୁମର ଲିଖିତ ପରୀକ୍ଷା। ସମୟ ହେଉଛି 1 ଘଣ୍ଟା 30 ମିନିଟ୍। ପୃଷ୍ଠା ସଂଖ୍ୟା ହେଉଛି 3, ପ୍ରଶ୍ନ ସଂଖ୍ୟା 3, ପୂର୍ଣ୍ଣ ସଂଖ୍ୟା 50। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ସୂଚନା ଅଛି ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଡାହାଣ ପାଖରେ ଦିଆଯାଇଛି। ଠିକ୍ ଅଛି। ପ୍ରଶ୍ନ ଅଛି ବିନ୍ଦୁ ଯୋଡ଼ି ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କର। ପିଲାମାନେ ଏଇଠି ଗୋଟେ ଚିତ୍ର ଅଛି ଯାହାକି ବିନ୍ଦୁ ବିନ୍ଦୁ ଯୋଡ଼ିଲେ ସେହି ଚିତ୍ରଟି ଭଲ ଭାବରେ ସ୍ପଷ୍ଟ ଦେଖାଯିବ। ଠିକ୍ ଅଛି। ବିନ୍ଦୁ ବିନ୍ଦୁ ଛଡ଼ା ହେଇଛି। ଦୁଇଟି ଚିତ୍ର ଅଛି ପିଲାମାନେ, ଏଇଠି ଗୋଟେ ଚିତ୍ର ଅଛି ଏବଂ ତା ତଳକୁ ଆଉ ଗୋଟେ ଚିତ୍ର ଅଛି। ଯେକୌଣସି ଗୋଟିଏକୁ ତୁମେ ବିନ୍ଦୁ ଯୋଡ଼ି ଚିତ୍ର କରିବ। ଠିକ୍ ଅଛି। ଏପରି ଭାବରେ ବିନ୍ଦୁ ଯୋଡ଼ିବ ଯେମିତି ତୁମର ଗାରଟି ବାହାରକୁ ନଯାଏ। ଠିକ୍ ଅଛି। ଧ୍ୟାନ ଦେବ ଯେମିତି ତୁମର ଗାରଟି ବାହାରକୁ ନଯାଏ। ଠିକ୍ ଅଛି। ତେବେ ଯେ ସୁନ୍ଦର ହେବ ପିଲାମାନେ, ତେବେ ଯେ ତୁମକୁ ସମ୍ପୂର୍ଣ୍ଣ ମାର୍କ ମିଳିବ। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ତଳେ ଯାଇଥିବା ଚିତ୍ରରୁ ଯେକୌଣସି ଗୋଟିଏ ଚିତ୍ରରେ ରଙ୍ଗ ଦିଅ। ପିଲାମାନେ ଏଠି ଗୋଟେ ଚିତ୍ର ଅଛି, ଗୋଟେ ବତକ ଚିତ୍ର, ଏଠି ରଙ୍ଗ ଦେବ। ଠିକ୍ ଅଛି। ବତକ ଚିତ୍ର ତା ଦେହରେ ଦେବ ଧଳା ରଙ୍ଗ, ତା ପକ୍ଷୀ ଠିକ୍ ଅଛି, ତା ପରରେ ଏବଂ ତା ଥଣ୍ଟରେ ଦେବ ଟିକେ ନାଲିଆ ରଙ୍ଗ ଦେବ, ତା ଗୋଡ଼ରେ ବି ଟିକେ ନାଲିଆ ରଙ୍ଗ ଦେବ। ଏଠି କେତେ ଗୁଡ଼ିଏ ବୁଦା ଅଛି ପିଲାମାନେ, ବୁଦାରେ ଦେବ ଶାଗୁଆ ରଙ୍ଗ। ଠିକ୍ ଅଛି। ଯେମିତି ଭଲ ଦେଖାଯିବ। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଦୁଇଟି ରଙ୍ଗ ଅଛି ପିଲାମାନେ, ଦୁଇଟି ଚିତ୍ର ଅଛି, ଯେକୌଣସି ଗୋଟିଏ ଚିତ୍ରରେ ତୁମେ ରଙ୍ଗ ଦେବ। ଏଇଠି ଗୋଟେ ବତକ ଅଛି ଏବଂ ତା ତଳକୁ ଗୋଟିଏ ଅଛି ଗୋଟେ କଇଁଛ। ଠିକ୍ ଅଛି। ଗୋଟେ କଇଁଛର ଚିତ୍ର ଅଛି। ଗୋଟେ ଫୁଟବଲ୍ ପରି ଘର ପରି ଅଛି, ସେଇଠି ଦେବ ଧୂସରିଆ ରଙ୍ଗ, ମାଟିଆ ରଙ୍ଗ ଦେବ। ଠିକ୍ ଅଛି। ତା ଗୋଡ଼ରେ ଗୋଟେ ପ୍ରକାର ରଙ୍ଗ ଦେବ, ତା ଦେହରେ ଦେବ ଟିକେ ଧଳା ରଙ୍ଗ, ଅନ୍ୟ କୌଣସି ହଳଦିଆ ରଙ୍ଗ ଦେବ। ଠିକ୍ ଅଛି। ଯେମିତି ଜଣାପଡ଼ୁଥିବ। ତାପରେ ଏଇଠି କେତେ ଗୁଡ଼ିଏ ବୁଦା ଅଛି ପିଲାମାନେ, କେତେ ଗୁଡ଼ିଏ ବୁଦା, ସେଇଠି ଶାଗୁଆ ରଙ୍ଗ ଦେବ। ଠିକ୍ ଅଛି। ଏଇଠି କେତେ ଗୁଡ଼ିଏ ଗଛ ଅଛି ପିଲାମାନେ, ଏଇଠି ମଧ୍ୟ ଶାଗୁଆ ରଙ୍ଗ ଦେବ, ଯେମିତି ଚିତ୍ରଟି ସମ୍ପୂର୍ଣ୍ଣ ଜଣାପଡ଼ୁଥିବ ଏବଂ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ତଳେ ଦେଇଥିବା ଚିତ୍ର ଦେଖି ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କର। ପିଲାମାନେ ଏଠି ଦୁଇଟି ଚିତ୍ର ଅଛି। ଠିକ୍ ଅଛି। ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କରିବ ଏବଂ ରଙ୍ଗ ଦେବ। ଠିକ୍ ଅଛି। ଏଇ ଖାଲି ଘରେ ଚିତ୍ର କରିବ। ବଡ଼ କରି ଚିତ୍ର ଅଙ୍କନ କରିବ, ଛୋଟ କରିବ ନାହିଁ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।